ଜୟ ଜଗନ୍ନାଥ ସାଙ୍ଗମାନେ, ପୁଣି ଆଉଥରେ ନୂଆ ଭିଡ଼ିଓକୁ ସ୍ୱାଗତ। ଇଏ ହେଉଛି ଆମ ଗାଁ ପାଖ ମାଣିବନ୍ଧ ମହୁଲିଆର ଦେବୀଙ୍କ ମନ୍ଦିର, ଦୁର୍ଗାଙ୍କ ମନ୍ଦିର। ବହୁତ ପୁରାତନ ମନ୍ଦିର। ଏବେ ତ ଏସବୁ ଗେଟ୍ ଫେଟ୍ ଆପଣ ଦେଖୁଛନ୍ତି, ଏବେ ସବୁ ଭାଙ୍ଗି ଯାଇଥିଲା, ସବୁ ନୂଆ କରି କାମ ହେଇଛି। ଇଏ ହେଉଛି ସାମ୍ନା ଠାକୁର ମନ୍ଦିର। ମୋର ଦୁର୍ଭାଗ୍ୟ ଯେ ବହୁତ ଦିନ ପରେ ଆସିଲି, କିନ୍ତୁ ଠାକୁର ଦର୍ଶନ କରିପାରିଲିନି, କାହିଁକିନା ଠାକୁରଙ୍କ ପହଡ଼ ପଡ଼ିଥିଲା। ଇଏ ହେଉଛି ଠାକୁରଙ୍କର ବେଢ଼ା ଚାରିପଟ ସବୁ ମାଟି ଥିଲା, ଏବେ ସବୁ କାମ ହେଇଛି। ଠାକୁରଙ୍କ ସାଇଡ଼୍ରେ ଏଇଟା ଗୋଟେ ଦ୍ୱାର। ଏଠି ବହୁତ ଲୋକ ମାନନ୍ତି, ଯେଉଁମାନେ ସନ୍ତାନ ସନ୍ତତି ପାଇଁ ନ ହୁଏ ଏଠି ମାନସିକ କରିକି ଯାଆନ୍ତି। ବହୁତ ଲୋକ ଫଳପ୍ରଦ ବି ହେଇଛନ୍ତି। ଠାକୁରଙ୍କ ରୋଷଘର ଅଛି, ସେଠି ଆପଣ ରୋଷେଇ ବି ଆସିକି ଠାକୁରଙ୍କ ପାଖେ କରିପାରିବେ। ଚାବି କାହା ପାଖରେ ରହୁଛି ମୁଁ ଜାଣିନି, ସେଠି ପଚାରିଲେ ଆପଣ କହିଦେଇପାରିବେ। ସେଠି ଗୋଟେ ବହୁତ ବଡ଼ ପଡ଼ିଆ ଅଛି ଠାକୁରଙ୍କ ସାଇଡ଼୍ରେ, ଯେଉଁଟାକି ଝାମୁ ଯାତ୍ରା ହୁଏ ଆପଣଙ୍କର ପଣା ସଂକ୍ରାନ୍ତିକି। ବହୁତ ଜାଗାରେ ଆପଣ ଝାମୁ ଦେଖିଥିବେ, କିନ୍ତୁ ଏଠି ବହୁତ ଲୋକ ଝାମୁ ଚାଲନ୍ତି, ଯେଉଁଟାକି 60ରୁ ଉର୍ଦ୍ଧ୍ୱ ଲୋକ। ମୁଁ ତ କମ୍ କହିଲି, ବେଳେ 120 ଲୋକ ବି ଝାମୁ ଚାଲନ୍ତି। ବହୁତ ଭିଡ଼ ବି ହୁଏ। ଆଉ ଗହଳି ଏଠି ଠାକୁରଙ୍କ ଗୋଟେ ବହୁତ ଜିନିଷ, ଠାକୁରଙ୍କ ଫୁଲ ପଡ଼ିଲେ ଏମାନେ ଯେଉଁ ଝାମୁ ଚାଲନ୍ତି।